ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାର ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଆପଣ କୌଣସି ବି ଏକ୍ଜାମ ଦିଅନ୍ତୁ, ତାହା ହାଇସ୍କୁଲ ଟିଚର ବା LTR ହଉ କିମ୍ବା OSSC ଓ ଟ୍ରିପଲ୍ ଏସ୍ସି ରେଲୱେ ସବୁ ଜାଗାରେ ବର୍ତ୍ତମାନ ICTରୁ ପାଖାପାଖି 2ରୁ 3ଟି ଆପଣଙ୍କର ପ୍ରଶ୍ନ କମ୍ପଲସରି ପଚାରିବ। ମାନେ କାହିଁକି ନା ବର୍ତ୍ତମାନ ICTର ଯୁଗ, AIର ଯୁଗ ଆପଣଙ୍କର ଅଟେ। ତ ସବୁ ପରୀକ୍ଷାରେ କମ୍ପଲସରି 2ରୁ 3ଟି ପ୍ରଶ୍ନ ଆପଣଙ୍କର କେବଳ ICTରୁ ହିଁ ଆପଣଙ୍କର ପଚାରିବ। ତ ମୁଁ ଆପଣଙ୍କୁ ଏଥିରେ ଥିଓରି ମଧ୍ୟ ଆପଣଙ୍କୁ ରିଭାଇଜ କରିଦେବି। ତା ସହିତ କ'ଣ କ'ଣ କ୍ୱେଶ୍ଚନ୍ସ ଆପଣଙ୍କର ପ୍ରିଭିୟସ୍ ଇୟର ମାନଙ୍କରେ ଆସିଥିଲା ତାହା ବି ଆପଣଙ୍କୁ ମୁଁ ଡିସ୍କସନ୍ ଆପଣଙ୍କର କରିଦେବି। ତ ସବୁ ସାଙ୍ଗମାନଙ୍କୁ ଆପଣ ଲାଇକ୍ ଆଉ ସେୟାର କରିକି ନିହାତି ଜଣେଇଦେବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଏବଂ ଡେଡିକେଟେଡଲି ଆପଣ ପଢ଼ିବା ପାଇଁ ଚାହୁଁଥିଲେ ଏବେ ହିଁ ପ୍ଲେ ଷ୍ଟୋରକୁ ଯାଇକି ଆପଣ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ୍ କରିଦିଅନ୍ତୁ, ଯଦ୍ୱାରା କି ଡେଡିକେଟେଡଲି ଆପଣ ସବୁଦିନ 7ରୁ 8 ଘଣ୍ଟା ଆପଣ ପଢ଼ିପାରିବେ। ଠିକ୍ ଅଛି। ଏବଂ ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ୍ ରହିଛି ଆମର ଓଡ଼ିଶା ଟିଚର ଆସୋସିଏସନ୍, ଯେଉଁ ଗ୍ରୁପ୍ରେ 2,13,000ରୁ ଅଧିକ ପିଲା ଅଛନ୍ତି। ସେଇ ଗ୍ରୁପ୍ରେ ଆପଣ ଜଏନ୍ ହେବେ, ଯଦ୍ୱାରା କି ପ୍ରତ୍ୟେକଟି ଇନଫର୍ମେସନ୍ ସର୍ବପ୍ରଥମେ ଆପଣ ପାଇପାରିବେ। ଠିକ୍ ଅଛି। ଚାଲନ୍ତୁ ତାହେଲେ କାଳ ବିଳମ୍ବ ନ କରିକି ଆରମ୍ଭ କରିବା। ତ ନମ୍ବର ୱାନ୍, ବର୍ତ୍ତମାନ ହେଉଛି ଆମର AIର ଯୁଗ ବା ICTର ଯୁଗ। ICT ମାନେ କ'ଣ? ଇନଫର୍ମେସନ୍ ଆଣ୍ଡ କମ୍ୟୁନିକେସନ୍ ଟେକ୍ନୋଲୋଜି ବା ଅନଲାଇନ୍ ଯୁଗ। ସବୁ ଜିନିଷ ଆପଣ ଦେଖୁଥିବେ ନା ଅନଲାଇନ୍ ଯୁଗ, ଅନଲାଇନ୍ ମାଧ୍ୟମରେ ଆପଣଙ୍କର ହେଉଛି। ତ ଆମର ଇନଫର୍ମେସନ୍ ଟେକ୍ନୋଲୋଜି ବା IT ଆକ୍ଟ ଆପଣଙ୍କର କେବେ ଆସିଲା ନା 2000 ମସିହାରେ ଆପଣଙ୍କର ଆସିଲା। କ୍ୱେଶ୍ଚନ୍ ନମ୍ବର ୱାନ୍ ଆମକୁ ପଚାରିପାରେ ଯେ IT ଆକ୍ଟ ଆମର କେବେ ଆସିଥିଲା? 2000 ମସିହାରେ ଆପଣଙ୍କର ଆସିଥିଲା। ଆଉ କେବେ ଆପଣଙ୍କର ମଡିଫାଏ ହେଇଥିଲା? ଏଇଟା 27 ଅକ୍ଟୋବର 2008ରେ ଆପଣଙ୍କର ମଡିଫାଏ ଆପଣଙ୍କର ହେଇଥିଲା। କୋଉଥିପାଇଁ ଆମର IT ଆକ୍ଟ ଆସିଲା? କାହିଁକିନା ଅନଲାଇନ୍ ମାଧ୍ୟମରେ ବହୁତ ସାରା ବର୍ତ୍ତମାନ କ୍ରାଇମ୍ ବଗେରା ଆପଣଙ୍କର ହେଉଛି। ତାକୁ କେମିତି ରୋକାଯାଇ ପାରିବ, ତା ପାଇଁ କ'ଣ ନୀତି ନିୟମ ରହିଛି, ତା ପାଇଁ ଆପଣଙ୍କର ଏଇ IT ଆକ୍ଟ ଆପଣଙ୍କର ଆସିଲା। ଠିକ୍ ଅଛି। ଆଉ ବର୍ତ୍ତମାନ ଦେଖିଥିବେ ସବୁ ଜିନିଷ ଗୁଡ଼ା ଆପଣମାନେ ଧରାଯାଉ କାଷ୍ଟ ସାର୍ଟିଫିକେଟ୍ ହଉ, ରେସିଡେଣ୍ଟ ସାର୍ଟିଫିକେଟ୍ ହଉ, ଇନକମ୍, ସବୁ ଜିନିଷ ଅନଲାଇନ୍ ମାଧ୍ୟମରେ ହେଉଛି ନା। ଆପ୍ଲିକେସନ୍ ମଧ୍ୟ ଆପଣ ଅନଲାଇନ୍ରେ ହିଁ ଆପ୍ଲାଏ କରୁଛନ୍ତି। ତ ଏଇ ଯେଉଁ ଗଭର୍ଣ୍ଣମେଣ୍ଟ ଗୁଡ଼ା ଆପଣଙ୍କୁ ଅନଲାଇନ୍ ମାଧ୍ୟମରେ ସବୁ ସର୍ଭିସ୍ ପ୍ରୋଭାଇଡ଼ କରୁଛନ୍ତି, ତାକୁ କୁହାଯାଏ ଇ ଗଭର୍ନାନ୍ସ ବା ଇଲେକ୍ଟ୍ରୋନିକ୍ ଗଭର୍ନାନ୍ସ ବୋଲି ଆମର କୁହାଯାଏ। ତାହେଲେ ଇଲେକ୍ଟ୍ରୋନିକ୍ ଗଭର୍ନାନ୍ସ କହିଲେ କ'ଣ? ଯେଉଁ ଇଣ୍ଟରନେଟ୍ ମାଧ୍ୟମରେ ସବୁ ଜିନିଷ ଆପଣମାନଙ୍କୁ ମିଳିଯାଉଛି, ତାକୁ ହିଁ ଆମେ ଇ ଗଭର୍ନାନ୍ସ ବୋଲି ଆପଣଙ୍କର କହିଥାଉ। ଇ ଗଭର୍ନାନ୍ସ ଆପଣଙ୍କର କେତେ ପ୍ରକାର ରହିଛି? ନମ୍ବର ୱାନ୍, G2G। ଆପଣ ୟାକୁ ନୋଟ୍ କରିବା ପାଇଁ ଚାହିଁବେ ତ ନୋଟ୍ କରିପାରନ୍ତି। G2G ମାନେ ଗଭର୍ଣ୍ଣମେଣ୍ଟ ଟୁ ଗଭର୍ଣ୍ଣମେଣ୍ଟ। ଗଭର୍ଣ୍ଣମେଣ୍ଟ ଧର ଯେଉଁ ଗୋଟେ ଅଫିସ୍ ଆଉ ଗୋଟେ ଅଫିସ୍ ସହିତ ଆପଣଙ୍କର କିଛି ଇନଫର୍ମେସନ୍ ସେୟାର କଲା। G2C ମାନେ ଗଭର୍ଣ୍ଣମେଣ୍ଟ ଟୁ ଆପଣଙ୍କର ସିଟିଜେନ୍, ଗଭର୍ଣ୍ଣମେଣ୍ଟ ଆମକୁ କିଛି ଇନଫର୍ମେସନ୍ ପ୍ରୋଭାଇଡ଼ କଲା। G2B ଗଭର୍ଣ୍ଣମେଣ୍ଟ ଟୁ ବିଜନେସ୍, ଗଭର୍ଣ୍ଣମେଣ୍ଟ ଧରାଯାଉ କିଛି ବିଜନେସ୍ ହୋଲ୍ଡର ମାନଙ୍କୁ ଆପଣଙ୍କର ପ୍ରୋଭାଇଡ଼ କଲା। G2E ଗଭର୍ଣ୍ଣମେଣ୍ଟ ବେଳେବେଳେ ଏମ୍ପ୍ଲୟି ମାନଙ୍କୁ କରିଥାଏ, ତାକୁ ଗଭର୍ଣ୍ଣମେଣ୍ଟ ଟୁ ଏମ୍ପ୍ଲୟି ବୋଲି ଆପଣଙ୍କର କୁହାଯାଏ। ଦେନ୍ B2C, ଗୋଟେ ହେଉଛି B2C ଆଉ ଗୋଟେ ହେଉଛି B2B। B2C ମାନେ ହେଉଛି ଧରାଯାଉ when a consumer buys goods, product and services from direct company, ଆପଣ ଯଦି ଡାଇରେକ୍ଟଲି କମ୍ପାନୀରୁ ଆପଣଙ୍କର କିଣିଲେ ତାକୁ କୁହାଯାଏ B2C ବୋଲି। ଠିକ୍ ଅଛି। ଯଦି ଆପଣମାନେ ଇଣ୍ଟରନେଟ୍ ମାଧ୍ୟମରେ ଆପଣଙ୍କର କିଣିଲେ, when the sale and buying of goods, product and services between two companies done through the internet, ଆପଣ ଡାଇରେକ୍ଟଲି କମ୍ପାନୀରୁ କିଣିଲେ ଆପଣଙ୍କର B2C। ଆଉ ଯଦି ଆପଣ ଇଣ୍ଟରନେଟ୍ ମାଧ୍ୟମରେ ଆପଣ କିଣିଲେ କିଛି, ତାକୁ ଆମେ କହିଥାଉ ଆପଣଙ୍କର B2B ବୋଲି ଆପଣଙ୍କର କହିଥାଉ। ଠିକ୍ ଅଛି, ବୁଝିଗଲେ। ଆଉ ନେଟ୍ ବ୍ୟାଙ୍କିଂ, ବର୍ତ୍ତମାନ ସବୁ ଆମର ନେଟ୍ ବ୍ୟାଙ୍କିଂ କହିଲେ କ'ଣ ନା ଯେଉଁ ଅନଲାଇନ୍ ମାଧ୍ୟମରେ ଆପଣମାନେ ଇଣ୍ଟରନେଟ୍ ବ୍ୟାଙ୍କିଂ କରୁଛନ୍ତି, ତାକୁ ଆମେ ନେଟ୍ ବ୍ୟାଙ୍କିଂ ବୋଲି କହିଥାଉ। ଏବଂ ଫାଦର ଅଫ୍ ବ୍ୟାଙ୍କିଂ ରିଫର୍ମସ୍ ବୋଲି କାହାକୁ କୁହାଯାଏ? M ନରସିମ୍ହାଙ୍କୁ ଆପଣଙ୍କର କୁହାଯାଏ ଫାଦର ଅଫ୍ ବ୍ୟାଙ୍କିଂ ରିଫର୍ମସ୍ ବୋଲି ଆପଣଙ୍କର କୁହାଯାଏ। ଏଇ ପଏଣ୍ଟଟାକୁ ଲେଖିଦେବେ। ଦେନ୍ ନେକ୍ସଟ, ଏଇ ଯେଉଁ ଫୁଲ୍ ଫର୍ମ ଗୁଡ଼ା ଆମକୁ ପରୀକ୍ଷାରେ ଆପଣଙ୍କର ପଚାରୁଛି। RTGS ଆପଣଙ୍କର କହିଲେ କ'ଣ? ରିଏଲ୍ ଟାଇମ୍ ଗ୍ରସ୍ ସେଟଲମେଣ୍ଟ। ଧରାଯାଉ ଆପଣମାନେ ଦେଖନ୍ତୁ ଏକା ସାଙ୍ଗରେ ବହୁତ ଅଧିକ ଟଙ୍କା ଟ୍ରାନ୍ସଫର କରିବା ପାଇଁ ଚାହୁଁଛନ୍ତି, ତ RTGS ମାଧ୍ୟମରେ ଆମେ ଏକା ସାଙ୍ଗରେ ବହୁତ ଅଧିକ ଟଙ୍କା ଆପଣଙ୍କର ଟ୍ରାନ୍ସଫର କରିପାରିବା। ତାକୁ ହିଁ କୁହାଯାଏ RTGS, ରିଏଲ୍ ଟାଇମ୍ ଗ୍ରସ୍ ସେଟଲମେଣ୍ଟ ବୋଲି ଆମେ କହିଥାଉ।
आउ एनईएफटी रो फुल फॉर्म कौन हो? नेशनल इलेक्ट्रॉनिक फंड ट्रांसफर। नेशनल इलेक्ट्रॉनिक फंड ट्रांसफर देखो एनईएफटी आउ आरटीजीएस मध्य डिफरेंस कौन? धर जो आप 10 लाख 20 लाख 30 लाख आप ट्रांसफर करेंगे एका सांगे तो एनईएफटी माध्यम से करा जाई परिबनी। आरटीजीएस माध्यम आपण बहुत अधिक टंका ट्रांसफर करें। एनईएफटी कौन करे ना सी आपणकर कौन करे ना सी वेरीफाई करके आपणकर ट्रांसफर करे। ठीक अच्छे नेशनल इलेक्ट्रॉनिक फंड ट्रांसफर आउ एनईएफटी आमर केबेठु आरंभ है 2015 पाखु आपणकर आरंभ कराई। ठीक अच्छे लॉन्च थी 2005 रे आरंभ होती 2015 रे। ईएफटी इलेक्ट्रॉनिक फंड ट्रांसफर, ईडीआई इलेक्ट्रॉनिक डाटा इंटरचेंज। एनईएफटी आरटीजीएस परीक्षा लड़ी आमको पचारि आईएमपीएस आमको परीक्षा पचारे इमीडिएट पेमेंट सर्विस। धर जो आपण माने जो पेटीएम गूगल पे फोन पे माध्यम ट्रांसफर करूछंती आईएमपीएस करूछंती ना तो सांगे सांग टंकाटा आपणकर जनक पाखरु आउ जनक पाखु आपणकर जाई थाए। आपण देखिथिबे वर्तमान आपण माने किछि किछि दुकान को जानती से माने कोन करंती ना ए जो कार्ड माध्यम रे आपणकर पेमेंट हेई थाए ताको कुआ जे पीओएस बा पॉइंट ऑफ सेल बोली आपणकर कुआ जाय। ठीक अछि भीम यूपीआई कथा आपण सुनिथिबे ना भीम भारत इंटरफेस फॉर मनी। ठीक अछि भीम इन यूपीआई भारत इंटरफेस फॉर मनी आपणकर एटा 2016 रे आपणकर नरेंद्र मोदी द्वारा लॉन्च करा जायतिला। आ याकू आपणको रेगुलेट किए करिथाय एनसीपीआई नेशनल पेमेंट कॉर्पोरेशन ऑफ इंडिया एनपीसीआई। ठीक अछि सेमति ई रूपी आपणकर रूपी कार्ड आपण देखिथिबे ना ई रूपी एटा मध्ये आपणकर गोटे डिजिटल पेमेंट आपणकर सिस्टम अटे। ठीक अछि यूपीआई यूनिफाइड पेमेंट इंटरफेस आपण माने यूपीआई माध्यम रे ट्रांसफर करछंती ना यूनिफाइड पेमेंट आपणकर इंटरफेस। सेमिति यूएसएसडी आपण माने अनस्ट्रक्चर्ड सप्लीमेंटरी सर्विस डाटा आपण बेबे डायल करंती ना जति स्टार एच 06H आईएमईआई नंबर चेक करिया पई सेमिति यूएसएसडी बोली हमें कहि दो। तो एनईएफटी आरटीजीएस आईएमपीएस आपण को पचारले आपण कर दे पारिबे। भीम आपण कर देले आपण माने पचार दे पारिबे। एटीएम एटीएम रो फुल फॉर्म आपणकर कौन हो? ऑटोमेटिक टेलर मशीन। जो आपण माने एटीएम रो टंका काढुछंती ना ऑटोमेटिक टेलर मशीन बोली हमें कहि दो। सेमिति पेटीएम हे गला आपणकर गूगल पे फोन पे एगुडा आपणकर कौन ना एगुडा होची आपणकर गोटे गोटे ऑनलाइन बैंकिंग आपणकर ऑनलाइन पेमेंट एप्लीकेशन गुडा अटे फोन पे गूगल पे पेटीएम ए सब। ठीक अछि आ प्रथम हमर एटीएम आपणकर एचएसबीसी बैंक तरफ आपणकर रिलीज करा हितला। सेमिति किछि ई कॉमर्स आपणकर वेबसाइट हमर कोन कोन अछि जेंति अमेज़न अलीबाबा ईबे जेडी.com इंडिया मार्ट फ्लिपकार्ट मिंत्रा एगुडा आपनको परीक्षा रे पचारि पारे ए भितरु कोटा गोटे आपणकर ई कॉमर्स वेबसाइट ई माने इलेक्ट्रॉनिक कॉमर्स माने जोथिरे आपण किणा बिका करिथांती अमेज़न फ्लिपकार्ट ए सब गुडा गोटे गोटे हमर ई कॉमर्स वेबसाइट आपणकर अटे पेटीएम स्नैपडील यहबी जबोंग एमिति। सेमिति सोशल नेटवर्किंग साइट हमर कोन कोन सब रही छि जेंति विकिपीडिया फेसबुक ट्विटर यूट्यूब स्नैपचैट देन इंस्टाग्राम व्हाट्सएप लिंक्डइन हमको लिंक्डइन परीक्षा ऑलरेडी पचारिथिला जे लिंक्डइन रे हमें कौन करूँ कौन सी भी चाकरी जॉब गुडा आपण कोठु चेक करि पारिबे ना लिंक्डइन माध्यम रे आपण माने चेक करि पारिबे लिंक्डइन माध्यम रे। ठीक अछि चलेगा तले ए सब गुडा होछि हमर सोशल नेटवर्किंग साइट सब अटे। सेमिति गवर्नमेंट आपणकर एप्लीकेशन कौन कौन सब अछि जेमति आधार। ठीक अछि आधार रे आपणकर केतोटी नंबर थाए 12टी आपणकर नंबर आपणकर रही थाए आधार। ठीक अछि चलिबो डिजी लॉकर एमिति गोटे आपणकर एप्लीकेशन जोथिरे सब जिनस ऑनलाइन मोड रे आपणकर अवेलेबल रही डिजी लॉकर आपणकर एप्लीकेशन। सेमिति भीम भीम यूपीआई सुनिथिबे भारत इंटरफेस फॉर मनी। दर्पण दर्पण रो फुल फॉर्म भी पचारि दे पारे डिजिटल एडवांसमेंट ऑफ रूरल पोस्ट ऑफिस फॉर ए न्यू इंडिया। ठीक अछि डिजिटल एडवांसमेंट ऑफ रूरल पोस्ट ऑफिस फॉर ए न्यू इंडिया एटा एटा मध्ये आपणकर अटे। माई जिओवी गोटे आपणकर गवर्नमेंट ऑफ इंडिया तरफ लॉन्च कराई
ଯୋଉଥିରେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ସବୁ ଜିନିଷ ଗୁଡ଼ା ଆପଣଙ୍କ ରହିଥାଏ। ସେମିତି ଡିଜି ସରି ଦେଖନ୍ତୁ ଡିଜି ଗାଁଓ ଡିଜିଟାଲ ଗାଁ ମାନଙ୍କ ପାଇଁ ଡିଜି ଗାଁଓ ଇ ଟैक्स ଏଇଟା ଆପଣଙ୍କ ଟैक्स पेमेंट କରିବା ପାଇଁ ଆପଣଙ୍କର ସ୍କଲାରସିପ୍ ପାଇଁ ଆମର ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲ ଆପଣଙ୍କ ରହିଛି। ସେମିତି ଇ ପଶୁ ହାଟ ଏଇଟା ଆପଣଙ୍କର ଫାର୍ମର ମାନଙ୍କ ପାଇଁ ଆପଣଙ୍କର ଇ ପଶୁ ହାଟ କରାଯାଇଛି। ଆଉ ପାସପୋର୍ଟ ସେବା ଏଇଟା ପରୀକ୍ଷାରେ ଅଲରେଡି ପଚାରିଥିଲା ଯେ ଗଭର୍ଣ୍ଣମେଣ୍ଟ ତରଫରୁ ଗୋଟେ ନୂଆ ୱେବସାଇଟ୍ ଲଞ୍ଚ କରାଯାଇଛି ଯୋଉଥିରେ ପାସପୋର୍ଟ ପାଇଁ ତାର ନାଁ କ'ଣ ତ ପାସପୋର୍ଟ ସେବା ଆପଣଙ୍କର ଅଟେ ଚଳିବ ହେଲା। ସେମିତି ଇ କୋର୍ଟ ମଧ୍ୟ ଆପଣଙ୍କର ରହିଛି ଇ କୋର୍ଟ ଗୁଡ଼ା ଠିକ ଅଛି। ଇ କୋର୍ଟ ମାନେ ଯେଉଁ ଅନଲାଇନ୍ ମାଧ୍ୟମରେ ବର୍ତ୍ତମାନ ସବୁ ଆମର କୋର୍ଟ ଗୁଡ଼ା ବି ଅନଲାଇନ୍ ଆପଣଙ୍କର ହେଉଛି ତାକୁ ଇ କୋର୍ଟ ବୋଲି ଆମର କୁହାଯାଏ ଠିକ ଅଛି। ସେମିତି ମଲ୍ଟିମିଡ଼ିଆ ଆପଣଙ୍କର କହିଲେ ଯେଉଁ ଅଡ଼ିଓ ଭିଡ଼ିଓ ଆପଣମାନେ ଦେଖୁଛନ୍ତି ସେଗୁଡ଼ା ହେଉଛି ମଲ୍ଟିମିଡ଼ିଆ ଆପଣଙ୍କର ଅଟେ ଠିକ ଅଛି। ବାସ୍ ଏତିକି ଜିନିଷ ଦେଖନ୍ତୁ ତାହେଲେ କ'ଣ ସବୁ ପରୀକ୍ଷାରେ ଆମକୁ ପଚାରିଛି ଦେଖନ୍ତୁ ତା ସହ ଡିସ୍କସନ୍ କରିବା। କିଛି କ୍ୱେଶ୍ଚନ୍ସ ଆପଣଙ୍କୁ ଡିସ୍କସନ୍ କରିବା ଦେଖନ୍ତୁ କ'ଣ ପଚାରିଛି ଆଇସିଟିରେ ଆପଣଙ୍କର ଫୁଲ୍ ଫର୍ମ କ'ଣ ବୋଲି ପଚାରିଛି। ତ ଆଇସିଟିର ଫୁଲ୍ ଫର୍ମ ଆପଣଙ୍କର କ'ଣ ହେଇଛି ପରେ ଇନଫର୍ମେସନ୍ ଏଣ୍ଡ କମ୍ୟୁନିକେସନ୍ ଟେକ୍ନୋଲୋଜି ବା ଆଇସିଟି ବୋଲି ଆମେ କହିଥାଉ। ଅପସନ୍ ନମ୍ବର ଆପଣଙ୍କର ସି। ଦେନ୍ ଦେଖନ୍ତୁ ମିନିଂ ଅଫ୍ ଆଇସିଟି ସେମ୍ ଆପଣଙ୍କର ରହିଛି ଇନଫର୍ମେସନ୍ ଏଣ୍ଡ କମ୍ୟୁନିକେସନ୍ ଟେକ୍ନୋଲୋଜି। ଆଇସିଟିକୁ ଆମେ କେଉଁଥିରେ ଆପଣଙ୍କର ବ୍ୟବହାର କରୁଛେ ଅନଲାଇନ୍ ଲର୍ଣ୍ଣିଂରେ ଆମେ କରୁଛେ। ସବୁ ଜିନିଷ ଅଲ୍ ଅଛି ମାନେ ତ ମାରିଦେବା। ଦେନ୍ ହ୍ୱାଟ୍ ଇଜ୍ ଇନଫର୍ମେସନ୍ ଟେକ୍ନୋଲୋଜି। ଇନଫର୍ମେସନ୍ ଟେକ୍ନୋଲୋଜି ଆପଣଙ୍କର କହିଲେ କ'ଣ ବୁଝନ୍ତି ତ ଇଣ୍ଟରନେଟ୍ ମାଧ୍ୟମରେ ଯାହା ଆମେ କରୁଛେ ପ୍ରୋସେସ୍ ଅଫ୍ ଇଫେକ୍ଟିଭ୍ ଇନଫର୍ମେସନ୍ ଅପସନ୍ ନମ୍ବର ଏ ହେଇଯିବ। ଏଇ ଭିତରୁ କେଉଁଟା ଆପଣଙ୍କର ଆଇସିଟିରେ ଆପଣଙ୍କର ଆସୁଛି ସବୁଗୁଡ଼ା ଆପଣଙ୍କର ଆସୁଛି। ଆମକୁ ବେଳେବେଳେ ଇମେଲର ଫୁଲ୍ ଫର୍ମ ପଚାରି ଦେଇପାରେ ଇଲେକ୍ଟ୍ରୋନିକ୍ ମେଲ୍ ଯେମିତି ଗୁଗୁଲର ମେଲ୍ ଅଛି ଜିମେଲ୍ ସେମିତି ଆପଣଙ୍କୁ ପରୀକ୍ଷାରେ ପଚାରି ଦେଇପାରେ ଆମର ଏଇ ଯେଉଁ ହଟମେଲ୍ ଆପଣଙ୍କର ପଚାରି ଦେଇପାରେ କିମ୍ବା ଆମର ମାଇକ୍ରୋସଫ୍ଟର ମଧ୍ୟ ଆପଣଙ୍କର ଇମେଲ୍ ଅଛି ଆଉଟଲୁକ୍ ବୋଲି ଆଉଟଲୁକ୍ ତ ଆପଣଙ୍କୁ ଆଉଟଲୁକ୍ ପଚାରି ଦେଇପାରେ ସେଇଟା କାହାର ବୋଲି ତ ମାଇକ୍ରୋସଫ୍ଟର ଆପଣ କରିଦେବେ ଆଉଟଲୁକ୍ ଆପଣଙ୍କର ଅଛି। ଆଇସିଟି ଏକ୍ଟ ଆମର କେବେ ଆସିଥିଲା ନା ଆଇସିଟି ଏକ୍ଟ ଆମର ଆସିଥିଲା 2000 ମସିହାରେ କିନ୍ତୁ ତାକୁ ଏମେଣ୍ଡମେଣ୍ଟ କେବେ କରାହେଇଥିଲା 2008ରେ ଆପଣଙ୍କର ଏମେଣ୍ଡମେଣ୍ଟ ଆପଣଙ୍କର କରାହେଇଥିଲା ଠିକ ଅଛି ଚଳିବ। ଏଇଭଳିଆ ତ ଏମିତିକା ଆପଣଙ୍କର କ୍ୱେଶ୍ଚିନ୍ ଏମ୍ଆଇଏସ୍ ର ଫୁଲ୍ ଫର୍ମ ଆପଣଙ୍କର କ'ଣ ହେଇଯିବ ନା ମ୍ୟାନେଜମେଣ୍ଟ ଇନଫର୍ମେସନ୍ ଆପଣଙ୍କର ସିଷ୍ଟମ୍ ବା ଏମ୍ଆଇଏସ୍ ମ୍ୟାନେଜମେଣ୍ଟ ଇନଫର୍ମେସନ୍ ଆପଣଙ୍କର ସିଷ୍ଟମ୍ ଠିକ ଅଛି। ତ ଏତିକି ହିଁ ଆପଣଙ୍କର ମେନ୍ ଜିନିଷ ଗୁଡ଼ା ଆପଣଙ୍କର ଅଟେ ଆଉ ଅଲଗା କିଛି ଆପଣଙ୍କର ନୁହେଁ ଠିକ ଅଛି। ଥ୍ୟାଙ୍କ ୟୁ ଜୟ ଜଗନ୍ନାଥ ଧନ୍ୟବାଦ।